ଚିହ୍ନି ପାଇଲୁ ଏମାନେ କିଏ କିଏ ଏମାନେ ଚିହ୍ନି ପାଇଲୁ ତ? ଦେଖା କରିବା ପାଇଁ ସମୟ ନାହିଁ। ସେ ପ୍ରୁଫ୍ କୁଆଡ଼େ ଗଲା, ସେ ଫୋନ୍ କୁଆଡ଼େ ଗଲା, କେହି କାହା କଥା ଶୁଣୁନାହାନ୍ତି। ସେ ଖଟ କୁଆଡ଼େ ହଜିଗଲାଣି, ଖଟୁଲି ହଜିଗଲାଣି, ଖଟ ଖାଇକି ଖଟୁଲି ମାନେ ଖଟ ଖାଇକି ଖଟୁଲି ଖାଇଗଲେଣି ଏମାନେ। କିଛି ଜଣାପଡ଼ୁନି। ଓଡ଼ିଶାକୁ ମାନେ କାଙ୍ଗାଳ କରିବା ଚକ୍କରରେ ଅଛନ୍ତି। ଆହୁରି 3 ବର୍ଷ ଅଛି। ଖାଲି ମୁଁ ଭଗବାନଙ୍କୁ ଡାକୁଛି ବେଶୀ କିଛି କ୍ଷୟକ୍ଷତି ନ ହେଉ, ନହେଲେ ରିକଭରି କରିବା ବହୁତ ମୁସ୍କିଲ ହେଇଯିବ। ରିକଭରି କରିବା ବହୁତ ମୁସ୍କିଲ ହେଇଯିବ ଆଜ୍ଞା। ଯେତିକି ଜିନିଷ ଏମାନେ ନେଇଗଲେଣି ଆମ ଓଡ଼ିଶାରୁ, ଖଣି ଖାଦାନ, ପାଣି, ଜଙ୍ଗଲ, ଓଡ଼ିଶାର ସବୁ ସମ୍ପଦ ନେଇଗଲେଣି। ଗୁଜୁରାଟ ଗାଡ଼ି ଆସିକି ଲାଗିଯାଉଛି। ଦ୍ୟାଟ୍ ଇଜ୍ ଦ ପ୍ରୋବ୍ଲେମ୍। 5 ବର୍ଷରେ ଯେଉଁଟା ମାନେ କ୍ଷୟକ୍ଷତି ଆମର ହେଇଯାଇଥିବ ତାକୁ ରିକଭର କରିବା ପାଇଁ ଆହୁରି 5 ବର୍ଷ ଲାଗିଯିବ ନା, ତାଠୁ ଅଧିକା ଲାଗିଯିବ। ନବୀନ ବାବୁଙ୍କୁ ଆହୁରି ପରିଶ୍ରମ ପଡ଼ିଯିବ ପିଠି ଉପରେ ଆଉଥରେ। ଏଟା ଆମର ବଞ୍ଚେଇକି ରଖିଥିଲେ ଓଡ଼ିଶା ମାଟି ମା। ଛି 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 ଛି, କ'ଣ ମୁଁ ତ ଭାଷା କହିପାରିବିନି। ଆମର ସଂସ୍କାର ସେୟା ନୁହଁ। ଜଗନ୍ନାଥ ସଂସ୍କୃତିର ଲୋକ ଆମେ। ତମରି ଦଳ ଲୋକ ତୋତେ ଶୁଣୁନାହାନ୍ତି। 2017 ତୁ ଅଛି, ଆସିକି 26 ହେଲାଣି, ମାନେ 10 ବର୍ଷ ଉପରେ ହେଲାଣି। ତୋ କଥା ଶୁଣୁନାହାନ୍ତି। ତୁ ଗୋଟେ ଇଲେକ୍ଟେଡ଼ କ୍ୟାଣ୍ଡିଡେଟ୍, ତୋ କଥା ଶୁଣୁନାହାନ୍ତି। ଅବଶ୍ୟ ଏବେ ତ ଦେହ ଭଲ ଅଛି, ମୋତେ ଟିକେ ଖୁସି ଲାଗୁଛି। ନହେଲେ ମୁଁ ବି କାଲି ଯେଉଁ ଟିକେ ଇମୋସନାଲ୍ ହେଇଯାଇଥିଲି, ସେ ଭିଡ଼ିଓ ସବୁ ଆପଣ ଦେଖିପାରିବେ। ହଁ, 2029 ବେଳକୁ ସବୁ ମୂଳପୋଛ କର, ତଡ଼ା ହେବ, ସବୁ ଖେଦା ହେବ ସମସ୍ତଙ୍କୁ ଖେଦା ହେବ। ଆମେ ଆମର ଯେତିକି ଆମ ଯେତିକି ପାଞ୍ଚ ପ୍ରାଣୀ ଆମର ଯେତିକି ରହିବା, ଆମର ଅନ୍ୟମାନଙ୍କ ସହିତ ସମ୍ପର୍କ କ'ଣ? ଆମ ଯଦି ଓଡ଼ିଶା ଠିକ୍ ରହିଲା, ଆମେ ତାପରେ ଦେଶକୁ ଦେଖିବା। ଆମ ଓଡ଼ିଶାରୁ କାଢ଼ି କୁଡ଼ି ନେଇକି ସବୁ ଆମେ ଚାହୁଁଛୁ ପୁରା ଭାରତ କାହିଁକି ପୁରା ବିଶ୍ୱ ଠିକ୍ ଠାକ୍ ରହୁ, ଉନ୍ନତି କରୁ। କିନ୍ତୁ ଯେ ଆମ ଓଡ଼ିଶାକୁ ଅବନତି କରେଇକି ଦୁଃଖ କଷ୍ଟରେ ରଖିକି ଓଡ଼ିଶା ମା ମାଟିକୁ ଆମେ କାହାରି ଉନ୍ନତି ଚାହିଁବୁନି। ଆଗେ ଆମର ହଉ, ଆଗେ ଆମ ପେଟ ପୁରୁ, ତାପରେ ତମର ଦେଖାଯିବ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ଯାହା ଚାହୁଁଥିଲି ସେଇଆ ହେଲା। ତାଙ୍କ ନିଜ ଦଳ କହୁଛି, ଓଝା କହୁଛି, ଚାମେଲି ଓଝା କହୁଛି ଯେ 2017 ମୁଁ ବିଜେପିରେ ଅଛି। ଛାଡ଼ନ୍ତୁ, ନାଁ ବି କହିବାନି, ଆମେ କାହିଁକି କହିବା, କି ଦରକାର ନାହିଁ। ମୁଁ ନିଜେ କେନ୍ଦୁଝର ମାଟିର ପୁଅ ହେଇ କେବେ ବି ଏ ଦଳକୁ ପସନ୍ଦ ନୁହଁ। ଏ ଦଳରେ ଯିଏ ବର୍ତ୍ତମାନ ଅଛନ୍ତି ସିଏମ୍, ତାଙ୍କ ନାଁ ବି ମୁଁ ନିଏନି। ସିଏ ଏଇ କେନ୍ଦୁଝର ହେଇକି ମଧ୍ୟ, ମୁଁ କେନ୍ଦୁଝର ମାଟିର ହେଇକି ମଧ୍ୟ ନା, ପସନ୍ଦ ନୁହଁ ମୋତେ। ଦେଖନ୍ତୁ, କେନ୍ଦ୍ରରେ ସିଏ ରହିବା ଦରକାର, ଏଠି ରହିଲେ ବଡ଼ ଅସୁବିଧା ହେଉଛି। ଫୁଲ ଗନ୍ଧଉଛି। ଦେଖନ୍ତୁ, ମୁଁ ଯାହା ଚାହୁଁଥିଲି ସେଇଆ ହେଲା। ମୁଁ କହିଛି ନା, ପିଆ ପିଆ ହୋତା ହେ ବେରୁପିଆ ବିଜେଡ଼ି ଆମର, ଶଙ୍ଖ ଆମର, ବିଜେଡ଼ି ଆମର ପରିଚୟ। ଯେମିତି ଜଗନ୍ନାଥ ଆମର, ବିଜେଡ଼ି ଆମର। ମୁଁ ଯେବେଠୁ ଜନ୍ମ ହେଇଛି 24 ବର୍ଷ ହେଲା କେବଳ ଏଇ ଶାସନ ଦେଖି ଆସୁଛି। ଆଉ ତମେ ନା, ଏ ହେବ ନାହିଁ, ଗନ୍ଧଉଛି। ସିଏ କହୁଛି, ଓଝା କ'ଣ କହୁଛି, ଚାମେଲି ଓଝା, ଆପଣ ବହୁତ ମାନେ ଭଲ ପାଇବା ଦେଲେ, ସପୋର୍ଟ ଦେଲେ। ମୁଁ ଯେତିକି ଭିଡ଼ିଓ ବନେଇଲି ପୁଣି ତାର ସ୍କ୍ରିନଶଟ୍ ଦେଇଦେଉଛି, ତାର ଲିଙ୍କ୍ ବି ଦେଇଦେବି, ପୁରା ପ୍ଲେଲିଷ୍ଟ ଦେଇଦେବି। ଆପଣ ଚାହିଁଲେ ଦେଖିପାରିବେ ଯଦି ଆପଣଙ୍କର ଆଗ୍ରହ ଅଛି। କ'ଣ ହେଇଥିଲା ଚାମେଲି ଓଝାର ପୁରା କାହାଣୀ, ଏବେ ତାର ଅପଡ଼େଟ୍ କ'ଣ ହେଇଛି ସବୁ ମୁଁ ଦେଇଦେଇଛି। ଆଉ ଆହୁରି ମଧ୍ୟ ଦେବି, ଯାହା ବି ଅପଡ଼େଟ୍ ହେବ। ଲାଗୁନାହିଁ ଆଉ କିଛି ହେବ, ଯଦି ହେଲା ବଡ଼ କଥା, ତାହେଲେ ଅପଡ଼େଟ୍ ଦିଆହେବ ସେଇ ପ୍ଲେଲିଷ୍ଟରେ। ମୁଁ ଲିଙ୍କ୍ ଦେଇଦେବି ଡେସ୍କ୍ରିପସନ୍ରେ, ଆପଣ ଦେଖିପାରିବେ। କିନ୍ତୁ ଆଜି କଥା ହେବା ଯେ କଳିଙ୍ଗର ମହାନାୟକ ନବୀନ ବାବୁ ଯିଏ ଫେରିବା ଦରକାର। 2026ରେ ଅଣ୍ଟା ଭିଡ଼ି ସାରିଲେଣି ପୌର ନିର୍ବାଚନ ପାଇଁ। ଆଉ ଗ୍ରାମୀଣ ଯେତିକି ନିର୍ବାଚନ ହେବ, ଗାଁର ନିର୍ବାଚନ ହେବ, ପଞ୍ଚାୟତ ନିର୍ବାଚନ ଆଉ ପୌର ନିର୍ବାଚନ, ତା ପାଇଁ ଲୋକ ଡାକିକି ଇଚ୍ ଆଣ୍ଡ ଏଭ୍ରିୱାନ୍କୁ ଚିହ୍ନିଛନ୍ତି, ସବୁ କଥା କହୁଛନ୍ତି। ଟଙ୍କିକିଆ ଚାଉଳ ସବୁ ଯାହା ହେଇଥିଲା ସବୁ ମୁଁ ଯେଉଁ କହିଥିଲି ଅପରେସନ୍ 2029 ଆରମ୍ଭ ହେଇଗଲା। ବର୍ତ୍ତମାନ ଏବେ ଘଉଡ଼ା ହେବ ସମସ୍ତଙ୍କୁ। ଯେତିକି ଆଇଥିଲେ ଗେରୁଆବାଲା ଘଉଡ଼ା ହେବ। ଏଠି ସନ୍ନ୍ୟାସୀ ଫନ୍ୟାସୀ ନାହିଁ। ଓଡ଼ିଶାରେ ଗ୍ରୀନ୍ ଆମର ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହେବା ଦରକାର। ଏ ଗେରୁଆ କରିକି, ଗେରୁଆ ପତ୍ର ରଙ୍ଗ, ନା 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 ନା। ଏବେ କଥା ହେବ କ'ଣ ଲେଖା ହେଇଛି ଟ୍ୱିଟର ହ୍ୟାଣ୍ଡେଲରେ। ପୁରା ଲେଖିଛନ୍ତି ଡାଇରେକ୍ଟ ନବୀନ ବାବୁ, ପୁରା ଶୋଧି ପକାଇଲେ, ଧୋଇଦେଲେ। କ'ଣ କ'ଣ ତୁମେ କରିଛ, କ'ଣ ଲେଖା ହେଇଛି। ମୁଁ ଫଟୋ ବି ଆପଣଙ୍କୁ ଦେଖାଇ ଦେଉଛି, ଫଟୋ ଚାଲିଥିବ, ମୁଁ ଆପଣଙ୍କୁ କହିବି ଦେବି, କ'ଣ ଆପଣ ପଢ଼ନ୍ତୁ ନିଜେ ବି। ଯେ ସେ ଡାଇରେକ୍ଟ କହିଛନ୍ତି ସିଏମ୍କୁ, ବର୍ତ୍ତମାନ ଯିଏ ସିଏମ୍ ଅଛନ୍ତି, ଆପଣ ଯେଉଁ ନାରୀ ସଶକ୍ତିକରଣ କହୁଥିଲେ, ଇଏ କରୁଥିଲେ, ସିଏ କରୁଥିଲେ, ପହଞ୍ଚି ପାରିଲେନି। ଏତେ କଥା କହୁଥିଲେ। ଆପଣଙ୍କର ସମୟରେ ହିଁ ପୋଲିସ୍ ଷ୍ଟେସନରେ ଆଉ ତାପରେ ଯେତିକି ସବୁ ଅଫିସ୍ ଅଛି, ଗଭର୍ଣ୍ଣମେଣ୍ଟ ଅଫିସ୍ ଅଛି, ସେଠି ଯାଇକି ଦୁର୍ବୃତ୍ତମାନେ ସବୁ କାଣ୍ଡ କରୁଛନ୍ତି। କିଛି ହେଇପାରୁନି, ଫାଇଲ୍ ହଜିଯାଉଛି, ସବୁ କଥା କୁହାହେଇଛି। 2017 ମସିହାରୁ ଇଏ କର୍ମକର୍ତ୍ତା ଅଛି, ଓଝା, ଠିକ୍ ଅଛି। ଚାମେଲି ଓଝା କର୍ମକର୍ତ୍ତା ଅଛି। ସିଏ କହୁଛି ମୋ ପାଖରେ ପ୍ରୁଫ୍ ଅଛି, ମୁଁ ଖାଲି ଦେଖା କରିବା ପାଇଁ ଚାହୁଁଛି ସିଏମ୍କୁ। ତାଙ୍କରି ଦଳରେ ସିଏ। କ'ଣ ହେଲା ଚାମେଲି ମା, କ'ଣ ହେଲା? ତମରି ଦଳ ଲୋକ ତମକୁ ଦେଖୁନାହାନ୍ତି। ଚିହ୍ନି ପାଇଲୁ ଏମାନେ କିଏ ଏମାନେ ଚିହ୍ନି ପାଇଲୁ ତ?
ଦେଖା କରିବା ପାଇଁ ସମୟ ନାହିଁ। ସେ ପ୍ରୁଫ୍ କୁଆଡ଼େ ଗଲା, ସେ ଫୋନ୍ କୁଆଡ଼େ ଗଲା, କେହି କାହା କଥା ଶୁଣୁନାହାନ୍ତି। ସେ ଖଟ କୁଆଡ଼େ ହଜିଗଲାଣି, ଖଟୁଲି ହଜିଗଲାଣି, ଖଟ ଖାଇକି ଖଟୁଲି ମାନେ ଖଟ ଖାଇକି ଖଟୁଲି ଖାଇଗଲେଣି ଏମାନେ। କିଛି ଜଣାପଡ଼ୁନି। ଓଡ଼ିଶାକୁ ମାନେ କାଙ୍ଗାଳ କରିବା ଚକ୍କରରେ ଅଛନ୍ତି। ଆହୁରି 3 ବର୍ଷ ଅଛି। ଖାଲି ମୁଁ ଭଗବାନଙ୍କୁ ଡାକୁଛି ବେଶୀ କିଛି କ୍ଷୟକ୍ଷତି ନ ହେଉ, ନହେଲେ ରିକଭରି କରିବା ବହୁତ ମୁସ୍କିଲ ହେଇଯିବ। ରିକଭରି କରିବା ବହୁତ ମୁସ୍କିଲ ହେଇଯିବ ଆଜ୍ଞା। ଯେତିକି ଜିନିଷ ଏମାନେ ନେଇଗଲେଣି ଆମ ଓଡ଼ିଶାରୁ, ଖଣି ଖାଦାନ, ପାଣି, ଜଙ୍ଗଲ, ଓଡ଼ିଶାର ସବୁ ସମ୍ପଦ ନେଇଗଲେଣି। ଗୁଜରାଟ ଗାଡ଼ି ଆସିକି ଲାଗିଯାଉଛି। ଦ୍ୟାଟ୍ ଇଜ୍ ଦ ପ୍ରୋବ୍ଲେମ୍। 5 ବର୍ଷରେ ଯେଉଁଟା ମାନେ କ୍ଷୟକ୍ଷତି ଆମର ହେଇଯାଇଥିବ ତାକୁ ରିକଭର କରିବା ପାଇଁ ଆହୁରି 5 ବର୍ଷ ଲାଗିଯିବ ନା, ତାଠୁ ଅଧିକା ଲାଗିଯିବ। ନବୀନ ବାବୁଙ୍କୁ ଆହୁରି ପରିଶ୍ରମ ପଡ଼ିଯିବ ପିଠି ଉପରେ ଆଉଥରେ। ଏଇଟା ଆମେ ବୁଝିବା ଦରକାର। ଭୁଲ କରିଦେଲେ ତେରିକି ପଶି ଆଇଲା ଫୁଲ, ଆଉ କ'ଣ କରାଯିବ। ତମରି ଦଳ ଲୋକ ତୋତେ ଶୁଣୁନାହାନ୍ତି। 2017 ତୁ ଅଛି, ଆସିକି 26 ହେଲାଣି, ମାନେ 10 ବର୍ଷ ଉପରେ ହେଲାଣି। ତୋ କଥା ଶୁଣୁନାହାନ୍ତି। ତୁ ଗୋଟେ ଇଲେକ୍ଟେଡ଼ କ୍ୟାଣ୍ଡିଡେଟ୍, ତୋ କଥା ଶୁଣୁନାହାନ୍ତି। ଅବଶ୍ୟ ଏବେ ତ ଦେହ ଭଲ ଅଛି, ମୋତେ ଟିକେ ଖୁସି ଲାଗୁଛି। ନହେଲେ ମୁଁ ବି କାଲି ଯେଉଁ ଟିକେ ଇମୋସନାଲ୍ ହେଇଯାଇଥିଲି, ସେ ଭିଡ଼ିଓ ସବୁ ଆପଣ ଦେଖିପାରିବେ। ଥମ୍ବନେଲ୍ ମୁଁ ଦେଇଦେଉଛି, ସେ ଭିଡ଼ିଓ ଚାହିଁଲେ ଆପଣ ଦେଖିପାରିବେ। ଯାହା ହଉ ଭଲ ହେଲା, ଦେହ ତ ଟିକେ ଠିକ୍ ହେଲାଣି। ଚାମେଲି ମା, ଚାମେଲି ଓଝା, ମାନେ କି କଥା କହୁଛି ସିଏ କହୁଛି ମାନେ ଏତେ ଭୟ ଖାଇଯାଇଛି ଯେ କହୁଛି ମୋତେ ଇଚ୍ଛା ମୃତ୍ୟୁ ଦିଅ। ଆରେ ମୂର୍ଖ, ଇଚ୍ଛା ମୃତ୍ୟୁ ଏତେ ସହଜ ହେଇଛି କି? ସେମିତି କରନ୍ତି କି? ଲଢ଼ିବୁ, ବଞ୍ଚିଥିଲା ପର୍ଯ୍ୟନ୍ତ ଲଢ଼ୁ। ତ ମା ବାପା ତ କହୁଛନ୍ତି ବଞ୍ଚିଥିଲା ପର୍ଯ୍ୟନ୍ତ ତୁ ଲଢ଼ିବୁ, ଛାଡ଼ୁଛୁ କାହିଁକି? ଏବେ କଥା ହେବା ଆମର ନବୀନ ବାବୁଙ୍କ ବିଷୟରେ। ନବୀନ ବାବୁ ପ୍ରଥମେ ତ ଦେଖନ୍ତୁ, କଂଗ୍ରେସ ବାଲା ଗଲେ, ବିରୋଧୀ ପାର୍ଟି, ଅଲଗା ପାର୍ଟି ବି ଯାଇଛନ୍ତି, ତାରା ବାହିନୀ ପତ୍ରରୁ ଆରମ୍ଭ କରିକି ସବୁ କହିଲେ। କିନ୍ତୁ ମୁଖ୍ୟ ଭାବରେ ବିଜେଡ଼ିର ଯେ କର୍ମକର୍ତ୍ତା ପୁରା ଘେରିଗଲେ। ଯେତିକି ନାରୀ ନେତ୍ରୀ ଅଛନ୍ତି ସବୁ ଘେରିଗଲେ। ଆପଣ ଇଣ୍ଟରଭ୍ୟୁ ଦେଖିପାରିବେ, ତାଙ୍କ ପାଖରେ ସବୁବେଳେ ବସିକି ଥିଲେ। ତେଣୁକରି ଏ ଜିନିଷ ସବୁ ହେଇଛି, ଠିକ୍ଠାକ୍ ହେଇଛି। ତେଣୁ ବିଜେଡ଼ି ଆମର, ଓଡ଼ିଶା ଆମର। ଆଉ ଫାଇନାଲି ନବୀନ ପଟ୍ଟନାୟକ ବି ପୁରା କହିଲେ, ପୁରା ଚିଠା ଦେଇଛନ୍ତି। ଆପଣ ଦେଖିପାରନ୍ତି, ପୁରା ସ୍କ୍ରିନଶଟ୍ ମୁଁ ଦେଇଦେଉଛି, ଆପଣ ଦେଖନ୍ତୁ। ଆଉ ଫାଇନାଲି ଟ୍ୟାଗ୍ ବି କରାହେଇଛି। ବର୍ତ୍ତମାନ ଯିଏ ସିଏମ୍ ଅଛନ୍ତି ଓଡ଼ିଶାର, ତାଙ୍କୁ ଟ୍ୟାଗ୍ କରାହେଇଛି। ଯେଉଁ ନାରୀ ସଶକ୍ତିକରଣ ଯାହା ହେଇଥିଲା, ଯାହା ସବୁ ନିୟମ ବାହାର କରିଥିଲେ, ସବୁ କୁଆଡ଼େ ଗଲା? ଓଡ଼ିଶାରେ କ'ଣ ଇଏ ନୂଆ ନିୟମ ବାହାରିଛି? ଅଲଗା ଜଣଙ୍କ ପାଇଁ ଅଲଗା ନିୟମ, ୟାଙ୍କ ପାଇଁ ଅଲଗା ନିୟମ ସବୁ ଲେଖା ହେଇଛି କ୍ଲିୟରଲି। ଆପଣ ପଢ଼ନ୍ତୁ। ଆଚ୍ଛା, ମୁଁ ପଢ଼ିକି ଶୁଣାଇ ଦେଉଛି ଆପଣ। ଯେଉଁ ଜିନିଷଟା ବିଜେଡ଼ି କରୁଥିଲା, ପ୍ରଥମେ ହେଉଛି ମହିଳା ସଶକ୍ତିକରଣ, ମିଶନ ଶକ୍ତି, ତାଙ୍କ ଗୋଡ଼ରେ ଠିଆ କରିବା, ମହିଳାମାନଙ୍କୁ ସୁରକ୍ଷିତ ଦେବା, ସେଇ ଜିନିଷଟା ଏବେ ନାହିଁ। ସେଇଟାକୁ ସିଏ ପ୍ରାଧାନ୍ୟ ଦେଇଛନ୍ତି। ତାର ପୁଣି କହୁଛନ୍ତି ଆପଣଙ୍କର ଏଇ ଦଳର, ପ୍ରଥମରେ ସେ କହିଲେ ଇଏ କ'ଣ ଓଡ଼ିଶାର ପରିଚୟ, ଇଏ କ'ଣ ବିଜେଡ଼ିର ପରିଚୟ, ମାନେ ବିଜେପିର ପରିଚୟ? ନାଁଟା ନେବା କଥା ନୁହଁ, ପାର୍ଟିର ନାଁ, ଜାଣନ୍ତୁ, ନହେଲେ କହିବି କେମିତି ଏ ପାର୍ଟି ଆପଣଙ୍କ ପାର୍ଟିର ପରିଚୟ। ତାପରେ ବହୁତ କଥା କହିଛନ୍ତି, ଆପଣ ଦେଖନ୍ତୁ। ତ ଦେଖନ୍ତୁ ମୁଁ କ'ଣ କହୁଛି। ନବୀନ ବାବୁ, ମୋ ଲ୍ୟାପଟପ୍ ଅଛି, ମୁଁ ଦେଖିଦେଉଛି। ନବୀନ ବାବୁ କହୁଛନ୍ତି ଲୋକଙ୍କ ସ୍ୱର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନ ଲୀଳାର ସାକ୍ଷୀ ରହୁଛି ଓଡ଼ିଶା। ସିଧା କଥା। ମହାକାଳପଡ଼ାର ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ହୋଇଥିବା ଅକଥନୀୟ ଅତ୍ୟାଚାର ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଶୋଭନୀୟ ନୁହେଁ। ସବୁ କ୍ଲିୟରଲି କହୁଛନ୍ତି। ତାପରେ କ'ଣ କହୁଛନ୍ତି ଦେଖନ୍ତୁ, ଲ୍ୟାପଟପଟା এটা ହେଉଛି ହଁ ମହାକାଳପଡ଼ା ତିଖିରି ପଞ୍ଚାୟତ। ଆଚ୍ଛା ମୁଁ କହିଦେଇଛି। ତାପରେ କହୁଛନ୍ତି ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ପାଇଁ ବିଜେଡ଼ି ସରକାର ସବୁ ସ୍ତରରେ କରୁଥିବା ହୀନ ଉଦ୍ୟମ ଜଳ ଦେଖାଯାଉଛି। ଠିକ୍ କଥା କହିଲେ। କ'ଣ ଭୁଲ କହିଲେ? ଯେଉଁଟା ଆମେ ପ୍ରଥମ ଦିନରୁ କହି ଆସୁଛେ, ଏମାନେ ମାନେ ସ୍ୱରକୁ ଚାପିବା ପାଇଁ ଏଇଆ ଚାଲିଛି। ତାପରେ କହୁଛନ୍ତି ନାରୀ ଶକ୍ତି ବନ୍ଦନ, ୟାକୁ ଟ୍ୟାଗ୍ କରି କହୁଛନ୍ତି ନାରୀ ଶକ୍ତି ବନ୍ଦନ କହି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ'ଣ ନାରୀକୁ ସମ୍ମାନ? ଇଏ କିଏ କହୁଛନ୍ତି? ନବୀନ ବାବୁ ନିଜେ କହୁଛନ୍ତି ସିଧା। ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ଦାବି ଉଠାଇ ଯଦି ଏପରି ସ୍ଥିତିର ସାମ୍ନା କରୁଛି, ତେବେ ରାଜ୍ୟରେ ଅଗଣିତ ମହିଳାଙ୍କର ସ୍ଥିତି କ'ଣ ତାହା ସ୍ପଷ୍ଟ ଅନୁମୟ ହେଉଥିବ। ସିଧା କଥା। ମୁଁ କହିଥିଲି ସେ ଯେଉଁ ଭଦ୍ରକ ପୁଲିସ କେସ୍, କିଛି ଅରାଜକତା ପୁରା ଜଙ୍ଗଲ ରାଜ ଆଗରୁ ଯେଉଁଟା ହେଉଥିଲା ଆସାମ, ନାଗାଲ୍ୟାଣ୍ଡ, ସିକିମ, ବିହାର, କେରଳ ପର୍ଯ୍ୟନ୍ତ, ବେଙ୍ଗଲ ପର୍ଯ୍ୟନ୍ତ, ଏବେ ଓଡ଼ିଶାରେ ସେଇଟା ହେଇଗଲା। ଯେଉଁଟା ଆମେ ଓଡ଼ିଶାକୁ ଆମର ବଞ୍ଚେଇକି ରଖିଥିଲେ। ଓଡ଼ିଶା ମାଟି ମା, ଛି କ'ଣ ମୁଁ ତ ଭାଷା କହିପାରିବିନି। ଆମର ସଂସ୍କାର ସେୟା ନୁହଁ, ଜଗନ୍ନାଥ ସଂସ୍କୃତିର ଲୋକ ଆମେ। କିନ୍ତୁ ତୁମେ ଯାହା କରୁଛ କ'ଣ ଠିକ୍ କରୁଛ? ତାପରେ କହୁଛନ୍ତି ଘଣ୍ଟିଆ କରିକି ବିଜେପି ନେତାମାନେ ବାରମ୍ବାର ସରକାରୀ କାର୍ଯ୍ୟାଳୟରେ ପଶି ଘଟାଇଥିବା ଅଭାବନୀୟ କାଣ୍ଡ ସାରା ଓଡ଼ିଶା ଦେଖିଛି। ନବୀନ ବାବୁ କହୁଛନ୍ତି ସେମାନଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପଚାରୁଛନ୍ତି।
ଆଉ କହୁଛନ୍ତି ବିଜେପି ଶାସନରେ ଆଇନ କ'ଣ ଅଲଗା ଅଲଗା। ତାପରେ ଟ୍ୟାଗ୍ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ସି ଡ୍ୟାସ୍ ଡ୍ୟାସ୍ ଡ୍ୟାସ୍, ମୁଁ ତ କହିବିନି, ତୁରନ୍ତ ଏଥିରେ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗଣତନ୍ତ୍ରର ଗରିମା ଓ ମହିଳାମାନଙ୍କ ସ୍ୱାଭିମାନର ସୁରକ୍ଷା ସୁନିଶ୍ଚିତ କରନ୍ତୁ। ହ୍ୟାଶଟ୍ୟାଗ୍ ବିଜେପି ୱିଥ୍ ଓଡ଼ିଶା। ନବୀନ ବାବୁ କହିଛନ୍ତି। ଏବେ ଆମେ ଜାଣିବା ଦରକାର, ଆକ୍ଚୁଆଲି ଏବେ ତ ବୁଝିବା ଦରକାର ନା, ଆଉ ନୁହଁ 2029 ବେଳକୁ ସବୁ ମୂଳପୋଛ କର, ତଡ଼ା ହେବ, ସବୁ ଖେଦା ହେବ, ସମସ୍ତଙ୍କୁ ଖେଦା ହେବ। ଆମେ ଆମର ଯେତିକି ଆମ ଯେତିକି ପାଞ୍ଚ ପ୍ରାଣୀ ଆମର ଯେତିକି ରହିବା, ଆମର ଅନ୍ୟମାନଙ୍କ ସହିତ ସମ୍ପର୍କ କ'ଣ? ଆମ ଯଦି ଓଡ଼ିଶା ଠିକ୍ ରହିଲା ଆମେ ତାପରେ ଦେଶକୁ ଦେଖିବା। ଆମ ଓଡ଼ିଶାରୁ କାଢ଼ି କୁଡ଼ି ନେଇକି ସବୁ ଆମେ ଚାହୁଁଛୁ ପୁରା ଭାରତ କାହିଁକି ପୁରା ବିଶ୍ୱ ଠିକ୍ ଠାକ୍ ରହୁ, ଉନ୍ନତି କରୁ। କିନ୍ତୁ ଯେ ଆମ ଓଡ଼ିଶାକୁ ଅବନତି କରେଇକି ଦୁଃଖ କଷ୍ଟରେ ରଖିକି ଓଡ଼ିଶା ମା ମାଟିକୁ ଆମେ କାହାରି ଉନ୍ନତି ଚାହିଁବୁନି। ଆଗେ ଆମର ହଉ, ଆଗେ ଆମ ପେଟ ପୁରୁ, ତାପରେ ତମର ଦେଖାଯିବ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।